प्रदूषण सारा विश्व ପାଇଁ ଏକ ସାର୍ବଜନୀନ ସମସ୍ୟା। ଲୋକସଂଖ୍ୟା ବୃଦ୍ଧି ସହ ଗାଡ଼ି ମୋଟର ଚଳାଚଳ ଯୋଗୁଁ ଦିନକୁ ଦିନ ପ୍ରଦୂଷଣ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଲାଣି। ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ ହେଉ କି ପ୍ଲାଷ୍ଟିକ୍ ପ୍ରଦୂଷଣର ମୁକାବିଲା ପାଇଁ ବିଶ୍ୱ ସ୍ତରରେ ପ୍ରୟାସ କରାଯାଉଛି। ପରିବେଶର ସୁରକ୍ଷା ପ୍ରତ୍ୟେକ ନାଗରିକର ମୌଳିକ ଦାୟିତ୍ୱ ଓ କର୍ତ୍ତବ୍ୟ। ଏହି କ୍ରମରେ କାଶ୍ମୀରର ଏକ ଗାଁରେ ପ୍ଲାଷ୍ଟିକ୍ ବଦଳରେ ସୁନା ଦେବାର ଏକ ନିଆରା ଉଦ୍ୟମ ଆରମ୍ଭ ହୋଇଛି। କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସାଦିୱାରା ଗ୍ରାମ ପଞ୍ଚାୟତର ସରପଞ୍ଚ ଫାରୁକ ଅହମ୍ମଦ ଗନଇ ନିଜ ଅଞ୍ଚଳକୁ ପ୍ଲାଷ୍ଟିକ୍ ପ୍ରଦୂଷଣ ମୁକ୍ତ କରିବାକୁ ଚାହୁଁଛନ୍ତି। ବୃତ୍ତିରେ ପୂର୍ବରୁ ଜଣେ ଓକିଲ ଥିବା ଅହମ୍ମଦ ଏଥିପାଇଁ ଅନେକ ଉଦ୍ୟମ କରିଛନ୍ତି, କିନ୍ତୁ ଗାଁ ଲୋକଙ୍କ ସହଯୋଗ ଅଭାବରୁ ତାଙ୍କର ଅଧିକାଂଶ ଉଦ୍ୟମ ବିଫଳ ପ୍ରମାଣିତ ହୋଇଛି। ଶେଷରେ ବାଧ୍ୟ ହୋଇ ସେ ଏପରି ଏକ ଉପାୟ ବାହାର କରିଛନ୍ତି, ଯେଉଁଥିରେ ଲୋକମାନେ ଚୁପଚାପ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିବା ଆରମ୍ଭ କରିଛନ୍ତି। ଏହି ଅଭିଯାନର ନାମ ହେଲା ପ୍ଲାଷ୍ଟିକ୍ ଦିଅ ସୁନା ନିଅ। 200 କିଲୋଗ୍ରାମ ପ୍ଲାଷ୍ଟିକ୍ ବଦଳରେ ଏକ ସୁନା ମୁଦ୍ରା ଦେବାର ପ୍ରତିଶ୍ରୁତି ଦେଇଛନ୍ତି ଫାରୁକ ଅହମ୍ମଦ। ତାଙ୍କର ଏହି ଘୋଷଣା ପରେ ଲୋକମାନେ ପ୍ଲାଷ୍ଟିକ୍ ବର୍ଜ୍ୟ ସଂଗ୍ରହ କରିବାରେ ବ୍ୟସ୍ତ ଅଛନ୍ତି। ଆଉ ଏଥିପାଇଁ ମାତ୍ର 2 ସପ୍ତାହ ମଧ୍ୟରେ ଗାଁ ପ୍ଲାଷ୍ଟିକ୍ ମୁକ୍ତ ହୋଇପାରିଛି। କେବଳ ଏତିକି ନୁହେଁ, ଜାନୁଆରୀ ମାସରେ ତାଙ୍କ ଗାଁକୁ ଜିଲ୍ଲା କମିଶନରଙ୍କ ଦ୍ୱାରା ପ୍ଲାଷ୍ଟିକ୍ ମୁକ୍ତ ଘୋଷଣା କରାଯାଇଛି। ଆଉ ଏଥିପାଇଁ ମାତ୍ର 2 ସପ୍ତାହ ମଧ୍ୟରେ ଗାଁ ପ୍ଲାଷ୍ଟିକ୍ ମୁକ୍ତ ହୋଇପାରିଛି। କେବଳ ଏତିକି ନୁହେଁ, ଜାନୁଆରୀ ମାସରେ ତାଙ୍କ ଗାଁକୁ ଜିଲ୍ଲା କମିଶନରଙ୍କ ଦ୍ୱାରା ପ୍ଲାଷ୍ଟିକ୍ ମୁକ୍ତ ଘୋଷଣା କରାଯାଇଛି। ଏଥିସହିତ ଅନନ୍ତନାଗର ସହକାରୀ ବିକାଶ କମିଶନର ରିୟାଜ ଅହମ୍ମଦ କହିଛନ୍ତି, ସାଦିୱାରା କାଶ୍ମୀରର ପ୍ରଥମ ଗ୍ରାମ, ଯାହାକୁ ପ୍ଲାଷ୍ଟିକ୍ ପ୍ରଦୂଷଣ ମୁକ୍ତ ଘୋଷଣା କରାଯାଇଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।